ସାଙ୍ଗମାନେ କ'ଣ ଆପଣ କେବେ ଭାବିଛନ୍ତି କି ଆମ ଯୁବପିଢ଼ି ଯିଏକି ସ୍ୱପ୍ନ ଜୋଶ ଆଉ ଉତ୍ସାହରେ ପରିପୂର୍ଣ୍ଣ ସେମାନେ ବାସ୍ତବରେ ପଥଭ୍ରଷ୍ଟ କାହିଁକି ହେଉଛନ୍ତି? କ'ଣ ଏହାର କାରଣ କେବଳ ସାମାଜିକ ଚାପ, ନା ଏହା ଦ୍ରୁତ ଭାବରେ ପରିବର୍ତ୍ତନଶୀଳ ଦୁନିଆର ପ୍ରଭାବ? ଆଜି ଆମେ ଆପଣଙ୍କୁ ଗୋଟିଏ ଏମିତି ଦୃଷ୍ଟିକୋଣ ଦେବୁ ଯାହା ନା କେବଳ ଆପଣଙ୍କ ଚିନ୍ତାଧାରାକୁ ବଦଳାଇ ଦେବ, ବରଂ ଆପଣଙ୍କୁ ନିଜ ଜୀବନର ଦିଗ ବିଷୟରେ ପୁନର୍ବିଚାର କରିବାର ସୁଯୋଗ ମଧ୍ୟ ଦେବ। ସାଙ୍ଗମାନେ, ପଥଭ୍ରଷ୍ଟ କେବେ ବିନା କାରଣରେ ହୁଏ ନାହିଁ। ତେବେ ଆସନ୍ତୁ ଏହାକୁ ଟିକେ ଗଭୀର ଭାବରେ ବୁଝିବା। ପ୍ରଥମତଃ, ଉଦ୍ଦେଶ୍ୟର ଅଭାବ। ଆଜିକାଲି ଅନେକ ଯୁବକ ସୋସିଆଲ ମିଡ଼ିଆରେ ଦିନସାରା ସମୟ ବିତାନ୍ତି, କିନ୍ତୁ ଯେବେ ସେମାନଙ୍କୁ ପଚରାଯାଏ କି ତୁମ ଜୀବନର ଉଦ୍ଦେଶ୍ୟ କ'ଣ, ସେବେ ସେମାନଙ୍କ ପାଖରେ ଏହାର କୌଣସି ଉତ୍ତର ନଥାଏ। ବିନା ଉଦ୍ଦେଶ୍ୟର ଜୀବନ ସମୁଦ୍ରରେ ଭାସୁଥିବା ଗୋଟିଏ ଦିଶାହୀନ ଜାହାଜ ପରି ହେଇଥାଏ, ଯାହାକି କେଉଁଠାରେ ବି ପହଞ୍ଚେନି। ଦ୍ୱିତୀୟରେ ହେଉଛି ସୋସିଆଲ ମିଡ଼ିଆ ଆଉ ଦେଖାଇବା। ଆମର ଯୁବପିଢ଼ି ରିଆଲିଟିକୁ ଛାଡ଼ିକି ଭର୍ଚୁଆଲ ଲାଇଫ୍ରେ ହଜି ଯାଉଛନ୍ତି। ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ଆଉ ଫେସବୁକ୍ରେ ସମସ୍ତଙ୍କ ଜୀବନ ପରଫେକ୍ଟ ଲାଗିଥାଏ, ହେଲେ କ'ଣ ତାହା ସତ ହେଇଥାଏ? ଦେଖାवा କରିବାର ଏହି ଖେଳ ଆମ ଅସଲ ବ୍ୟକ୍ତିତ୍ୱକୁ କମଜୋର କରିଦେଇଛି। ଆଉ ତୃତୀୟରେ, କ୍ରମାଗତ ଭାବରେ ବଢ଼ି ଚାଲୁଥିବା ପ୍ରତିଯୋଗିତା। ପାଠପଢ଼ାରେ ଟପ୍ କରିବାର ପ୍ରେସର, କ୍ୟାରିୟରରେ ସଫଳତା ପାଇବାର କମ୍ପିଟିସନ୍। କ'ଣ ଆପଣ କେବେ ଲକ୍ଷ୍ୟ କରୁଛନ୍ତି କି ଏହିସବୁ ଜିନିଷ ଆମକୁ ଭିତରୁ ଭାଙ୍ଗି ଦେଉଛି? ଆମେମାନେ ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରିବାରେ ଏତେ ବ୍ୟସ୍ତ ହୋଇଯାଇଛେ କି ନିଜର ପ୍ରକୃତ କ୍ଷମତାକୁ ଚିହ୍ନିବା ହିଁ ଭୁଲି ଯାଇଛି। ସାଙ୍ଗମାନେ, ଯେବେ ବି ଆମେ ପଥଭ୍ରଷ୍ଟ ହେଉ, ତ ଏହାର ମାନେ ହେଉଛି କି କେଉଁଠି ନା କେଉଁଠି ଆମେ ନିଜ ରାସ୍ତାକୁ ଠିକ୍ରେ ଚିହ୍ନି ପାରିନୁ। କ'ଣ ଆପଣ କେବେ ଭାବିଛନ୍ତି କି ଅସଫଳତାର ପ୍ରକୃତ ମାନେ କ'ଣ? ଅସଫଳତା ଆମକୁ ଜଣାଏ କି ଆମକୁ କେଉଁଠାରେ ସୁଧାର କରିବାର ଅଛି। ଏହା ଆମକୁ ମଜବୁତ ବନେଇଥାଏ, ଆଉ ସବୁଠୁ ବଡ଼ କଥା ହେଲା କି ଏହା ଆମକୁ ନିଜ ଉପରେ କାମ କରିବା ଶିଖାଇଥାଏ। କିନ୍ତୁ ଅସଫଳତା ଠାରୁ ଶିଖିବା ପାଇଁ ଜରୁରୀ ହେଇଥାଏ କି ଆପଣ ଏହାକୁ ଆକ୍ସେପ୍ଟ କରନ୍ତୁ, ଏହାକୁ ସ୍ୱୀକାର କରନ୍ତୁ, ନିଜକୁ କୋସିବା ବନ୍ଦ କରନ୍ତୁ, ନିଜକୁ ଧିକ୍କାର କରିବା ବନ୍ଦ କରନ୍ତୁ, ଆଉ ନିଜ ଡରକୁ ସାମ୍ନା କରନ୍ତୁ, କାରଣ ପ୍ରକୃତ ଶକ୍ତି ସେଇଠାରୁ ହିଁ ଆସିଥାଏ। ତ ଏବେ କ୍ୱେଶ୍ଚିନ୍ ଆସୁଛି କି ଏହି ପଥଭ୍ରଷ୍ଟ ହେବାରୁ କିପରି ରକ୍ଷା ପାଇବେ? ପ୍ରଥମତଃ, ଆପଣ ନିଜ ଜୀବନର ଉଦ୍ଦେଶ୍ୟକୁ ସ୍ଥିର କରନ୍ତୁ। ପ୍ରତ୍ୟେକ ଦିନ ନିଜକୁ ଗୋଟିଏ କ୍ୱେଶ୍ଚିନ୍ ପଚାରନ୍ତୁ କି ମୁଁ ଲାଇଫ୍ରେ କ'ଣ ହେବାକୁ ଚାହୁଁଛି। ଯଦି ଆପଣଙ୍କ ପାଖରେ ଏହାର ଉତ୍ତର ନାହିଁ, ତେବେ ଜୀବନର ନୂଆ ଅନୁଭବକୁ ଆପଣାନ୍ତୁ। ଉଦ୍ଦେଶ୍ୟ ଆପେ ଆପେ କ୍ଲିଅର ହେଇଯିବ। ସେକେଣ୍ଡ ଥିଙ୍ଗ ହେଉଛି ଟାଇମ୍ ମ୍ୟାନେଜମେଣ୍ଟ କରିବା। ସମୟ ସବୁଠାରୁ ମୂଲ୍ୟବାନ ହେଇଥାଏ, ତ ଏହାକୁ ସୋସିଆଲ ମିଡ଼ିଆ ଭଳି ଫାଲତୁ ଜିନିଷରେ କେବେ ବି ୱେଷ୍ଟ କରନ୍ତୁନି। ଏହି ସମୟକୁ ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ ୟୁଜ୍ କରନ୍ତୁ। ଥାର୍ଡ ଥିଙ୍ଗ ହେଉଛି ନିଜକୁ ଭଲ ପାଆନ୍ତୁ। ଅନ୍ୟ ସହିତ ନିଜକୁ କେବେ ବି ତୁଳନା କରନ୍ତୁନି। ମନେ ରଖନ୍ତୁ, ଆପଣ ହେଉଛନ୍ତି ୟୁନିକ୍। ଆପଣ ନିଜ ଶକ୍ତିକୁ ଜାଣନ୍ତୁ ଆଉ ତା ଉପରେ କାମ କରନ୍ତୁ। ଫୋର୍ଥ ଥିଙ୍ଗ ହେଉଛି ସକାରାତ୍ମକ ମାହୋଲ ବନାନ୍ତୁ। ଭଲ ସାଙ୍ଗସାଥି ଆଉ ମେଣ୍ଟରମାନଙ୍କ ସହିତ ସମୟ ବିତାନ୍ତୁ, କାରଣ ଠିକ୍ ଲୋକମାନେ ଆପଣଙ୍କ ଭିତରର ଉର୍ଜାକୁ ବଢ଼ାଇଥାନ୍ତି। ସାଙ୍ଗମାନେ, ଗୋଟିଏ ଗାଁରେ ଜଣେ ଗରିବ ପିଲା ରହୁଥିଲା। ତା ପାଖରେ ନା କୌଣସି ସଂସାଧନ ଥିଲା ଆଉ ନା ହିଁ କୌଣସି ସ୍ୱପ୍ନ ଥିଲା, କିନ୍ତୁ ସେ ଗୋଟିଏ ଜିନିଷର ଶପଥ ନେଲା କି ମୁଁ ହାର ମାନିବିନି। ସେଇ ପିଲା ପ୍ରତ୍ୟେକ ଦିନ ଛୋଟ ଛୋଟ ଷ୍ଟେପ୍ ନେଲା, ନିଜକୁ ଇମ୍ପ୍ରୁଭ୍ କରିଚାଲିଲା। ସେ ଅନେକ ଥର ବିଫଳ ମଧ୍ୟ ହେଲା, କିନ୍ତୁ ସେ କେବେ ବି ନିଜ ଭିତରର ବିଶ୍ୱାସକୁ ଶେଷ ହେବାକୁ ଦେଲା ନାହିଁ। ଆଜି ସେଇ ପିଲା ସମଗ୍ର ବିଶ୍ୱ ପାଇଁ ଗୋଟିଏ ଉଦାହରଣ, ଆଉ ତାଙ୍କ ନାଁ ହେଉଛି ଡକ୍ଟର APJ ଅବଦୁଲ କାଲାମ। ଭାବନ୍ତୁ, ଯଦି ସେ ନିଜ ବିଫଳତା ଠାରୁ ଡରି ଯାଇଥାନ୍ତେ, ତ ସେ କ'ଣ କେବେ ମିସାଇଲ ମ୍ୟାନ୍ ହେଇପାରିଥାନ୍ତେ? ସାଙ୍ଗମାନେ, ଜୀବନରେ ପଥଭ୍ରଷ୍ଟ ଗୋଟିଏ ମୌକା ହେଇଥାଏ। ଏହା ଆପଣଙ୍କୁ ରାସ୍ତା ବଦଳାଇବାର ଆଉ ବେଟର ବନିବାର ମୌକା ଦେଇଥାଏ। ବାସ୍ ଆବଶ୍ୟକତା ଅଛି ନିଜ ଉପରେ ଭରସା ରଖିବାର। ଆଜିର ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି କାରଣ ସେ ନିଜ ଭିତରର ଆୱାଜକୁ ଶୁଣିବା ହିଁ ଭୁଲିଗଲେଣି। ଏଥିପାଇଁ ଉଠନ୍ତୁ, ନିଜ ଭିତର ଡରକୁ ହରାନ୍ତୁ, ଆଉ ଗୋଟିଏ ନୂଆ ଆରମ୍ଭ କରନ୍ତୁ। ମନେ ରଖନ୍ତୁ, ଆପଣ ହେଉଛନ୍ତି ସ୍ପେଶିଆଲ। ଆପଣ କିଛି ବି କରିପାରିବେ।